ତାରା ତାରିଣୀ ମନପସନ୍ଦ ଖାଇବା ପାସ୍ତା ବନେଇକରି ତାକୁ ଖୁଆଇ ଦେଉଥାନ୍ତି ଆଉ ସାଥିରେ ଲୋରି ଶୁଣାଉଥାନ୍ତି। ଆଉ ତାରିଣୀ କିଛି ଚିନ୍ତା ନ କରିବି ଲୋରି ଶୁଣିବା ସହ ତାରା ହାତରୁ ପାସ୍ତା ଖାଉଥାଏ। ଠିକ୍ ସେତିକି ବେଳେ ଘରର ସବୁ ଲୋକଙ୍କ ସହିତ ତାରା ବି ଆସି ସେଠି ପହଞ୍ଚିଯାଏ। ଆଉ ତାରା ତାରିଣୀକୁ ଖୁଆଉଥିବାର ଦେଖି ବହୁତ ଜୋରରେ ରାଗିଯାଏ ଆଉ ତାରା ପାଖକୁ ଆସି ତାରିଣୀ ଖାଉଥିବା ପାସ୍ତା ଥାଳିକୁ ଫିଙ୍ଗିଦିଏ। ଆଉ ନକଲି ତାରା ଅସଲି ତାରାକୁ କହେ, ତୁ ଗୋଟେ ବହୁରୂପୀ ଆଉ ବହୁରୂପୀ ହେଇକି ହିଁ ରହ। ଆଉ ମୁଁ ଜାଣିଛି ତୋତେ ଦିଆଯାଉଥିବା ଟାଇମ୍ ଭିତରେ ତୁ କିଛି ବି କରିପାରୁ। ତାପରେ ଓରିଜିନାଲ ତାରା କହେ, ସେମିତି କିଛି ବି ନୁହେଁ, ମୁଁ ବାସ୍ ତାରିଣୀକୁ ତା ଫେଭରାଇଟ୍ ପାସ୍ତା ହିଁ ଖୁଆଉଥିଲି। ତାପରେ ତାରିଣୀ କହେ, କିଏ ଜାଣେ ତୋତେ ଯଦି ଏ ବହୁରୂପୀ ତୋ ଖାଇବାରେ ବିଷ ମିଶେଇକି ଦେଇଦିଏ। ତାପରେ ସେଠାକୁ ତରୁଣ ଆସନ୍ତି ଆଉ ଏସବୁ ଦେଖି ତରୁଣ ତାରାକୁ କୁହନ୍ତି, ତାରା ଏସବୁ କ'ଣ ହେଉଛି? ଏତେ ଛୋଟ କଥା ନେଇ ତୁମେ ଏମିତି ରିଆକ୍ଟ କରିପାରୁଛ? ତାପରେ ତାରା ତରୁଣକୁ କୁହନ୍ତି, ତମେ ଚୁପ୍ ରୁହ ତରୁଣ, ତମେ ଏସବୁରେ ମୁଣ୍ଡ ଖେଳାଅନି, ମୋତେ ମୋ କାମ କରିବାକୁ ଦିଅ। ଏ କଥା ଶୁଣିଲା ପରେ ତରୁଣ ମନେ ମନେ ଭାବନ୍ତି, ତାରା ଏମିତି ବ୍ୟବହାର କେମିତି କରିପାରୁଛି? ମୁଁ ଆଉ ତାହେଲେ କିଛି ଭୁଲ ନିଷ୍ପତ୍ତି ନେଇନି ତ?